ଏହାକୁ ସିନପସିସ୍ ପ୍ୟାରାଲେଲିଜମ୍ ବୋଲି କୁହାଯାଏ। ଲେଖକ ଏହି ସ୍ଥାନରେ ଦୁଇଟି ବାକ୍ୟକୁ ସମାନ୍ତର ଭାବେ ବା ପ୍ୟାରାଲେଲରେ ରଖି ତୁଳନା କରିବା ଆମେ ଦେଖିବାକୁ ପାଉ। କ ଅଂଶରେ ଦୁଇଟି ବିଷୟକୁ ସେ ତୁଳନା କରନ୍ତି, ଖ ଅଂଶରେ ମଧ୍ୟ ଆଉ ଦୁଇଟି ବିଷୟକୁ ସେ ତୁଳନା କରନ୍ତି। ଆଉ ଏ ଦୁଇଟି ବାକ୍ୟକୁ ସେ ପାଖାପାଖି ରଖି ସେ ଯେଉଁ ପ୍ୟାରାଲେଲ କରୁଅଛନ୍ତି ତାହା ଏକ ଚମତ୍କାର ଶିକ୍ଷା ପ୍ରଦାନ କରେ। ପ୍ରଥମ ବାକ୍ୟରେ ଦୁଇଟି ବିଷୟ ଆରମ୍ଭ ଏବଂ ସମାପ୍ତ, ଏ ଦୁଇଟିକୁ ତୁଳନା କରିବା ପାଇଁ ଦ୍ୱିତୀୟ ବାକ୍ୟ ଖ ଅଂଶରେ ଆତ୍ମାରେ ଗର୍ବ ଓ ଆତ୍ମାରେ ଧୀର ଏ ଦୁଇଟିକୁ ସେ ରଖି ତୁଳନା କରୁଅଛନ୍ତି। ଦୁଇଟି କ ଏବଂ ଖ ଦୁଇଟି ଭିନ୍ନ ଭିନ୍ନ ବାର୍ତ୍ତା ପରି ଲାଗେ, କିନ୍ତୁ ସେହି ପ୍ରକାର ନୁହଁ। ଏ ଖ ଅଂଶଟି କ ଅଂଶକୁ ସମ୍ପୂର୍ଣ୍ଣ ରୂପେ ବିଶ୍ଳେଷଣ କରି ତାର ଅର୍ଥ ପରିପ୍ରକାଶ କରୁଅଛି। ସଲୋମନ ସେ ଏହା କହନ୍ତି ଯେ ମନରେ ଗର୍ବ ଧାରଣ କଲେ ଆରମ୍ଭ ସିନା କରିପାରିବ, ଶେଷ ବା ସମାପ୍ତ ଉତ୍ତମ ହୋଇପାରିବ ନାହିଁ। ଆତ୍ମାରେ ଧୀର ହେଲେ, ମନରେ ଧୀର ହେଲେ, ଧୀରର ପ୍ରକୃତ ଅର୍ଥ ଏହି ସ୍ଥାନରେ ଧୈର୍ଯ୍ୟରେ ଚାଲିବା, ଧୈର୍ଯ୍ୟରେ ଆଗକୁ ଯିବା। ସେବାର ଜୀବନକୁ ଯଦି ଆମେ ଦେଖିବା, ନିନ୍ଦା, ତାଡ଼ନା, କଟୁ ଭାଷା, ସମାଲୋଚନା, ଅଭାବ, ଅନାଟନ ନିଶ୍ଚିତ ଭାବେ ଆସିଥାଏ। ଆଉ ଆଶାର ବାହାରେ ସେ ସବୁ ଆସିଥାଏ। ସେ ସବୁକୁ ଆମେ ଭ୍ରୂକ୍ଷେପ ନ କରି ଧୈର୍ଯ୍ୟର ସହିତ ଯେଉଁ ମୁକାବିଲା କରି ଆମେ ଆଗକୁ ଯାଉ, ତାପରେ ଯାଇ ସମାପ୍ତ ଉତ୍ତମ ହୋଇପାରିଥାଏ। ସୁନ୍ଦର ପଦ, ତିନି ଗୋଟି ବିଶେଷ ବିଷୟ ଆପଣମାନଙ୍କ ସମ୍ମୁଖରେ ମୁଁ ରଖିବାକୁ ଚାହେଁ। ପ୍ରଥମ ବିଷୟ, ଆରମ୍ଭ ଭଲ ହେଲେ ମଧ୍ୟ ଯଦି ସମାପ୍ତ ଭଲ ହୁଏ ନାହିଁ, ତାହା ଗ୍ରାହ୍ୟଯୁକ୍ତ ହୋଇପାରେ ନାହିଁ। ଆରମ୍ଭ ଭଲ ହେଲେ ମଧ୍ୟ ଯଦି ସମାପ୍ତ ଭଲ ହୁଏ ନାହିଁ, ତେବେ ତାହା ଗ୍ରାହ୍ୟଯୁକ୍ତ ହୋଇପାରେ ନାହିଁ। ଅନେକ ସମୟରେ ଆମେ ଆରମ୍ଭକୁ ବେଶୀ ପ୍ରାଧାନ୍ୟତା ଦେଇଥାଉ। କେମିତି ଆଡ଼ମ୍ବରପୂର୍ଣ୍ଣ ହେବାକୁ ପାରିବ, କେମିତି ସମସ୍ତଙ୍କ ସହଯୋଗ କୋଅପରେସନ ଆସିପାରିବ, ଲୋକମାନେ ଠୁଳ ହେବେ, ଜମା ହେବେ, ଗ୍ରେଟ୍ ଗ୍ୟାଦରେସନ ଆସିବ, ବଡ଼ ପଟୁଆର ସହିତ ମୁଁ ଆରମ୍ଭ କରିବି, ଲୋକେ ଦେଖି ଛାନିଆ ଟଙ୍କା ହେବେ, କହିବେ ଆଉ ମୁଁ ବାହା କଣ ନେବି। ଆରମ୍ଭ ଆମର ଏହି ପ୍ରକାର ଆମେ କରିଥାଉ ଅନେକ ସମୟରେ। ଆଉ ସେହି ପ୍ରକାର ମେଣ୍ଟାଲିଟି ଆମର ରହିଥାଏ। ଆଉ ସେ ମନୋଭାବନାରେ ପରିଚାଳିତ ହୋଇ ଆମେ ଆରମ୍ଭ କରିଥାଉ। ଆଉ ଅନେକ ସମୟରେ ଆମର ସେବା କାର୍ଯ୍ୟ ଅଧା ଅଧୁରା ବା କୌଣସି ପ୍ରକାର ପାପରେ, କୌଣସି ଗୋଟେ ଦୁର୍ବଳତାରେ ଝୁଣ୍ଟି ପଡ଼ି ଆମେ ସବୁ ଛାଡ଼ି ଦେଇଥାଉ। ବା କହିବାକୁ ଗଲେ ଗୋଟେ ପ୍ରଭାବଶାଳୀ ସେବା ଆମର ହୋଇପାରିବ। ପ୍ରଭୁଙ୍କ ନାମର ବିଶେଷ ଧନ୍ୟବାଦ ହଉ। ପ୍ରଭୁଙ୍କ ଦାସ ତାଙ୍କ ଶେଷ ଅବସ୍ଥା ପର୍ଯ୍ୟନ୍ତ, ମାନେ ଯେତେ ସମୟ ପର୍ଯ୍ୟନ୍ତ ତାଙ୍କ ବଳ, ବୟସ, ସକ୍ଷମତା ସେ ସେବା କାର୍ଯ୍ୟ କରି ଶେଷ ସେ କରୁଅଛନ୍ତି, ତାହା ଅତି ଗୁରୁତ୍ୱପୂର୍ଣ୍ଣ। ଏବଂ ତାଙ୍କର ସାକ୍ଷ୍ୟ ମଧ୍ୟ ଆମେ ଶୁଣିବାକୁ ପାରିଲୁ, ତାହା ଅତି ମନସ୍ପର୍ଶୀ ସାକ୍ଷ୍ୟ। ଜଣେ ବିଶ୍ୱଭାଷୀ ଏବଂ ମେଳାପୀ ବ୍ୟକ୍ତି, ପ୍ରଭୁରେ ଆଗ୍ରହ ଥିବା ଜଣେ ଲୋକ, ଗୀର୍ଜା ଉପାସନା ପ୍ରିୟ, ଆଉ ଏତେବଡ଼ ମଣ୍ଡଳୀର ଦାୟିତ୍ୱ ନିଜ ସ୍କନ୍ଧରେ ବହି
समस्त कार्य तुलेई निभेई आगको नेबा चमत्कार विषय है। आज आमे माने जते अछु प्रश्न करबा दरकार हमर आरंभ सेना भलो शेष हमर समाप्त कोन भलो हे पारुछि कि आरंभ भलो हेले मध्य जदि समाप्त भलो हुए नहीं ताहा ग्राह्ययुक्त होई पारे नहीं। बाइबल मध्य पुरातन नियम रे आमे जने व्यक्ति को देखु जे कि इस्राएल देशर प्रथम राजा साउल प्रथम राजा विचारकर्ता पीरियड शेष हेउची आ से मोनार्की राजा शासन आरंभ हेबा बेले प्रथम व्यक्ति जे राजा हेउछथि से होछथि साउल आ तांकरी आरंभ अवस्था आमे समस्त जानु। प्रथम सामुएल तार 8 पर्व 9 पर्व रे आमे देखु द ग्लोरियस बिगिनिंग को आमे लक्ष्य करबा पाछु। तांकरी आरंभ अति चमत्कार एवं अति आध्यात्मिक आरंभ आमे देखु। एमिति ना प्रभु ताको अपूर्व अवकाश साउल को देउछथि प्रथम राजा इस्राएल देश से हेबे आ से पुणी अभिषेक ग्रहण करिवे साधारण व्यक्ति को ठारू ताहानु जे बाइबल रो प्रथम भाववादी इस्राएल रो प्रथम भाववादी सेही परि व्यक्ति सामुएल जे डायरेक्टली प्रभु को सहित कथाभाषा करि पारुथिले सेही व्यक्ति ताको अभिषेक करिवे। केमिति बिगिनिंग केमिति आरंभ ताहा टिके देखु। आ जबे से गले तांको पाठको अभिषेक करिवा पई तांकोरी नम्रतार भाव आमे 9 पर्वर 21 पद रे लक्ष्य करिबा पारुछु। नम्र विनम्र भाव आरंभ बेले अभिषेक रो आरंभ बेले स्टार्टिंग तांकर बिगिनिंग तांकर ग्लोरियस चमत्कार आरंभ तांकर केते आध्यात्मिक साउल कहती मु कि इस्राएल वंश समूह मध्य क्षुद्रतम बिन्यामीन वंशीय नुहे। इतिहास को देख सामुएल जे मोर ए वंश बिन्यामीन वंश गोटे दिन थिला ताहा संपूर्ण रूपे आउ ए धरा पृष्ठ ताहा चाली जिबा ऊपर थिला आ एमिति गोटे दुर्बल खिणाखी वंश रु मु आसी अछि मु कि योग्य केमिति नम्रता देखु। आ बिन्यामीन वंशीय समस्त परिवार मध्य मोर परिवार की क्षुद्रतम नुहे। हम वंश मध्य जेतेक परिवार समस्त परिवार मध्य मो परिवार बहुत क्षुद्र परिवार आ से क्षुद्र परिवार आसिथिबा क्षुद्र व्यक्ति मु तमे मते राजा कहउछ। मिति बिगिनिंग तार आरंभ अवस्था केड़े चमत्कार आ केड़े आध्यात्मिकता भरा जति केवल नुहे से आरंभ अवस्था बेले निजे से भाववाणी मध्य उच्चारण करथिले भाववाणी कहथिले आरंभ बेले एते ग्लोरियस आ जबे समिति प्रकार आरंभ आमे देखुछु तांकरी समाप्त केमिति हेबो तो अनेक आमे भाबिबा जे निश्चित भाबे समाप्त ताठु बेसी आ आध्यात्मिक पूर्ण होई जिवो परा ताठु बेसी आध्यात्मिक भरा होई जिवो परा आरंभ एते सुंदर एते आध्यात्मिक तबे तार शेष आ केमिति न हबो। जबे हमें से प्रथम सामुएल शेष पर्व निकटକୁ जाउछु आमे दुखर अवस्था लक्ष्य करूछु। तांकरी शेष परिणति अति दयनीय परिणति ग्लोरियस बिगिनिंग मात्र गोटे अभिशप्त समाप्त करी से भूतुड़िया स्त्री पाखକୁ जाउची आ असुन्नत कोलेस्ट्रल हाबुडरे पड़ी से मरिबा उपरे माने मरिबा पूर्व से जानि देउची मु हारि गली मु विजेता नुहे मु हारि जाई थिबा तळे व्यक्ति आ से
निज खड्ग खापरू बाहर कर निज खड्ग पर पड़ी से मृत्युशायी होउछन्ति सी एवं तांको पुत्र माने गोटे दिन समस्ते मरा पड़े ताहार आरंभ केते ग्लोरियस ताहार शेष केते कदर्य भरा केते दुखदायक केयरफुल आमे हेबा निहाती दरकार जेतेक सेवक सेविका प्रभुଙ୍କ नामरे आमे आहुत विश्वासी माने आमे आरंभ को देखि परितृप्त होई रहि जिबा बिल्कुल भल नहीं आमे अनेक समय लोक देखाणिया आरंभ करबा को भल पाइतो आ केमिति प्रभुଙ୍କ पथरे चलिबा ताहा को आमे स्ट्रेस नै न ओहरी पड़ू आस्ते आस्ते झुंडेई पड़ू आ हमर समाप्ति अति दुखदायक होइथा वाक्य कहे कार्य आरंभ अपेक्षा ताहार समाप्ति उत्तम आ जेकोसी कार्य में ताहा एप्लीकेबल आ प्रभुଙ୍କ सेवा ପାଇଁ ताहा केते जे गुरुत्वपूर्ण आमे भाबितो आरंभ खाली आध्यात्मिक आमे करदेले यथेष्ट होबो नै आरंभ बेले आमे गिरजा उपासना जिबा आरंभ बेले आमे प्रचार करिबा आरंभ बेले आमे बाइबल बेस पढ़िबा आरंभ बेले आमे प्रार्थना पर प्रार्थना उपवास पर उपवास करिबा शेष हेबा बेले साक्ष्य विहीन परिसमाप्ति केते दुखदायकता आरंभ भल हेले मध्य यदि समाप्त भल हुए नहीं ताहा ईश्वरक छामुरे ग्राह्ययुक्त होई पारे नहीं द्वितीय विषय तार ठीक अपोजिट ठीक विपरीत जे आरंभ भल न हेले मध्य दुख करतु नहीं जदि आपन आरंभ किबा मोर आरंभ सेवा कार्य रे एते ग्लोरियस परि जणा पडु नहीं दुख परिबा नहीं एते आध्यात्मिक परि वे तो होई न पारे समस्ते जानिबा परि होई न पारे ओरे लुकाई तो कोनोसी कोणरे आमर आरंभ होई थे पारे नो प्रॉब्लम आरंभ भल न हेले मध्य जति समाप्त भल हुए ईश्वर को छामुरे ताहा ग्राह्ययुक्त होई पारे ईश्वर को छामुरे ताहा ग्राह्ययुक्त होई पारे हमें अनेक समय आरंभ को ही गुरुत्वता दे देई तेणिकी कौन करा हेबो केमिति जिबा केमिति चालिबा से पथरे आमे गुरुत्वता देई पारि आरंभ भल न हेले मध्य नो प्रॉब्लम जदि तार समाप्त भल हेउछि ताहा ईश्वर को छामुरे ग्राह्ययुक्त होई पारुछि साउल को विषय में देखिबा किंतु एबे नूतन नियम साउल जे पर पाउल हेले तार आरंभ अवस्था आमे समस्त जानू प्रेरित 8 पर्व 9 पर्व रे आमे ताहा देखिबा पाउछु केमिति तांकर आरंभ ख्रीष्ट विरोधी जन व्यक्ति माने ईश्वर को योजना को बुझी पारन थिले भाबुथिले ए व्यवस्था अंडर रे रहिबा कि श्रेष्ठतर विषय से ताहा भाबिथिले माने कोनसी ना कोनसी बडे दिगरे शास्त्र रे से बणा हे जाइथिले यानी शास्त्र बणा सब शिखिछि मात्र बात बणा वर्तमान ख्रीष्ट विरोधी अनुग्रह को परिहार करी से व्यवस्था अंडर रे रहिबा ताहे बडगरी भाबुथिले साउल सेतिके नो से मंडली प्रति जने ताड़नाकारी व्यक्ति थे माने कटु कथा कही मार धाड़ करी प्राण रे मारिबा पाई मध्य पछौ नथिले एही व्यक्ति जनक मंडली ताड़नाकारी मंडली प्रति ताड़नाकारी सेति जने व्यक्ति तार आरंभ सेया तार बिगिनिंग ग्लोरियस नुह तार बिगिनिंग आध्यात्मिक नुह संपूर्ण रूपे पाप भरा बिगिनिंग तार एमिति के जे स्टेफान को मृत्यु पक्षरे समर्थन करबा व्यक्ति एही साउल एही पाउल माने केते तळ श्रेणीर से व्यक्ति कहया को गले किंतु
ଆମେ ଦେଖୁଛୁ ତାର ଆରମ୍ଭ ଏତେ ଭଲ ନହେଲେ ମଧ୍ୟ, ତାର ଆରମ୍ଭ ଏତେ ଆଧ୍ୟାତ୍ମିକ ଭରା ନହେଲେ ମଧ୍ୟ, ତାର ଆରମ୍ଭ ଗୋଟେ ଈଶ୍ୱର ବିରୋଧୀ ଖ୍ରୀଷ୍ଟ ବିରୋଧୀ ଆରମ୍ଭ ହୋଇଥିଲେ ମଧ୍ୟ ନୋ ପ୍ରୋବ୍ଲେମ। ତାର ଶେଷ ଯେତେବେଳେ ଆମେ ଆଉ ଦ୍ୱିତୀୟ ତିମୋଥୀ ତାର 4 ପର୍ବରେ ଦେଖୁଛୁ, ସମସ୍ତେ ଆମେ ଜାଣୁ ତାର ଶେଷ ଗୋଟେ ତୃପ୍ତ ଭରା, ଆଧ୍ୟାତ୍ମିକ ଭରା, ବିଶ୍ୱାସ ଭରା ସମାପ୍ତ। ଶେଷ କାରାଦଣ୍ଡ ଭୋଗୁଛନ୍ତି ସାଉଲ ପାଉଲ, ଛଳ ଛଳ ଦେଖାଯାଉଛି ମରଣ ତାଙ୍କ ପାଇଁ, ଆଉ କିଛି ସକାରାତ୍ମକ ବିଷୟ ଦେଖାଯାଉ ନାହିଁ, ମୃତ୍ୟୁର ଝଲକ ବି ତାଙ୍କୁ ଦେଖାଯାଉଛି। ଆଉ ସେତେବେଳେ ସେ ପରିତୃପ୍ତ ହୋଇ କହିପାରୁଛନ୍ତି ଯେ ମୁଁ ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ି ଅଛି, ବିଶ୍ୱାସ ରକ୍ଷା କରିଅଛି, ମୋ ଡକ୍ଟ୍ରିନ୍ ମୋ ବିଶ୍ୱାସକୁ କୌଣସି ପ୍ରକାର ମୁଁ ବିକି ନାହିଁ, ତାହା ଧାରଣ କରି ପାଳନ କରି ମୁଁ ଚାଲିଛି, ଶେଷ କରିଛି, ଶେଷ ଷ୍ଟେପ୍ରେ ପାଦ ରଖିପାରିଲି, ଆଉ ପ୍ରଭୁଙ୍କ କାର୍ଯ୍ୟ ଗ୍ଲୋରିୟସ୍ ଭାବେ ମୁଁ ସମାପ୍ତ କରିପାରିଲି। ପ୍ରିୟ ବନ୍ଧୁ, ପ୍ରଭୁ ତାହା ଦେଖନ୍ତି, ପ୍ରଭୁ ତାହା ଚାହାନ୍ତି, ପ୍ରଭୁ ତାହା ଲକ୍ଷ୍ୟ କରନ୍ତି। ଆଉ ଆମମାନଙ୍କ ବିଗିନିଂ ନୁହଁ କିନ୍ତୁ ଏଣ୍ଡିଂ। ଆପଣ ଯେକୌଣସି କାର୍ଯ୍ୟ କରନ୍ତୁ, ଯେକୌଣସି ବିଷୟ କରନ୍ତୁ, ଯାହା ମଧ୍ୟ ଯେଉଁ ପ୍ରୋଜେକ୍ଟ, ଯେଉଁ ବିଜନେସ୍, ଯେଉଁ ବୃତ୍ତି ଆରମ୍ଭଟା ଗୋଟେ ବଡ଼ ପଟୁଆର ଆରମ୍ଭ, ଆଡ଼ମ୍ବରପୂର୍ଣ୍ଣ ଆରମ୍ଭ ଆମେ କରିବାକୁ ଚାହୁଁ, ଶେଷ ବେଳକୁ ହୁଏତ ଆମେ ଧାରା ବଦଳେଇ ଯାଇଥାଉ, ଆଉ ଶେଷ ଅତି ଦୁଃଖ ଭରା, ଅତି ପରିତାପର ଶେଷ ଆମେ ପାଇବୁ। ଆରମ୍ଭ ଯଦି ଆପଣମାନଙ୍କର ଭଲ ହୋଇନାହିଁ, ମୋର ଭଲ ହୋଇନାହିଁ, ନୋ ପ୍ରୋବ୍ଲେମ, ଶେଷ ଆମେ କେମିତି କରିବାକୁ ଯାଉଛୁ ତାହା ବହୁତ ଗୁରୁତ୍ୱପୂର୍ଣ୍ଣ। ଆଉ ସେ ମୃତ୍ୟୁକୁ ଦେଖୁଥାଇ ପାଉଲ ମୃତ୍ୟୁ ସେପାରି କ'ଣ ଅଛି ସେ ତାହା ମଧ୍ୟ ଦେଖିପାରିଥିଲେ। କହିଲେ ଯେ ମୋ ପାଇଁ ଆଉ ସମସ୍ତଙ୍କ ପାଇଁ, ଯେତେକ ପ୍ରଭୁଙ୍କ ଆଗମନକୁ ପ୍ରିୟ ଜ୍ଞାନ କରନ୍ତି, ପ୍ରଭୁଙ୍କୁ ଗ୍ରହଣ କରିଅଛି, ସମସ୍ତଙ୍କ ପାଇଁ ଆଉ ସେ ଧାର୍ମିକତାର ମୁକୁଟ ରଖାଯାଇଛି। ଏଡ଼େ ଗ୍ଲୋରିୟସ୍ ଏଣ୍ଡିଂ ତାହା ଲକ୍ଷ୍ୟ କରନ୍ତି। ଆରମ୍ଭ ଭଲ ହେଲେ ମଧ୍ୟ ଯଦି ସମାପ୍ତ ଭଲ ହୁଏ ନାହିଁ, ତାହା ଗ୍ରାହ୍ୟଯୁକ୍ତ ହୋଇପାରେ ନାହିଁ। ଆରମ୍ଭ ଭଲ ନହେଲେ ମଧ୍ୟ ଯଦି ସମାପ୍ତ ଭଲ ହୁଏ, ତାହା ଗ୍ରାହ୍ୟଯୁକ୍ତ ହୋଇଥାଏ। ଶେଷ ପଏଣ୍ଟ, ଶେଷ ବିଷୟ ଆଉ ଧ୍ୟାନର ସହିତ ଶୁଣନ୍ତୁ। ଆରମ୍ଭ ଓ ସମାପ୍ତର ମଧ୍ୟବର୍ତ୍ତୀ ସମୟ, ଆରମ୍ଭ ଓ ଶେଷ ମଝିରେ ଯେଉଁ ସମୟଟା, ସେଇ ସମୟରେ ଆମେ ଅଛୁ। ଏ ମଧ୍ୟବର୍ତ୍ତୀ ସମୟ ସମାପ୍ତ କରିବା ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକେଇଥାଏ। ଆରମ୍ଭ ଆଉ ଶେଷ ମଝିରେ ଯେଉଁ ସମୟ, ସେଇ ସମୟରେ ଆମେ କେଉଁ ମନୋଭାବନା ଧାରଣ କରୁଛୁ, କେଉଁ ମେଣ୍ଟାଲିଟି, କେଉଁ ଡିସିସନ୍, କେଉଁ ପଥରେ ଆମେ ଚାଲୁଛୁ, ଆଉ ତାହା ଏଫେକ୍ଟ ପକାଏ ଆମ ସମାପ୍ତ ଉପରେ। ଆମେ ଭଲ ସମାପ୍ତ କରିବାକୁ ଯାଉଛୁ ନା ଖରାପ ସମାପ୍ତ କରିବାକୁ ଯାଉଛୁ, ଏ ମଧ୍ୟବର୍ତ୍ତୀ ସମୟରେ ଆମର ମନୋଭାବନା, କେଉଁ ମନୋଭାବନା ଆମେ ଧାରଣ କରୁଛୁ, ତାହା ବେଶୀ ଗୁରୁତ୍ୱପୂର୍ଣ୍ଣ ଅଟେ। ଆମେ ଦେଖୁଛୁ ପୁରାତନ ନିୟମରେ ମୋସାଙ୍କ କଥା, ଇଜିପ୍ଟରୁ ବାହାରିଲେ ଲକ୍ଷ ଲକ୍ଷ ଲୋକମାନଙ୍କୁ ସେ ପଥ କଢ଼େଇକି ନେଉଛନ୍ତି ପ୍ରତିଜ୍ଞାତ ଦେଶ ଅଭିମୁଖେ। ଆରମ୍ଭ ହେଲା ଆଉ ଶେଷ ଆଗରେ ଅଛି, ମଧ୍ୟବର୍ତ୍ତୀ ପିରିୟଡ଼। ଆଉ ସେ ଯେଉଁ ସେବା କାର୍ଯ୍ୟ, ଯେଉଁ ମନୋଭାବନାରେ ସେବା ଦେଉଅଛନ୍ତି, ତାହା ଅତି ଚମତ୍କାର। 40 ବର୍ଷର ସେବା ସେ ପ୍ରାନ୍ତର ମଧ୍ୟରେ, ନିର୍ଲୋଭ ନିଃସ୍ୱାର୍ଥପରତାର ସେବା। ପ୍ରଭୁ କହିଲେ ମୋସା ଛାଡ଼,
ଆଉ ଏ ଲୋକମାନଙ୍କୁ ଆମେ ସହାୟ କରିବା। ଏତେ ଶକ୍ତ କୃପା ଲୋକମାନେ ମାନେ ଆଉ ପାରି ହବନି ଏମାନଙ୍କୁ, ଯାହାହେଲେ ମଧ୍ୟ ମୁଁ ଏମାନଙ୍କୁ ସହାୟ କରିବି। ମଶା କହୁଛନ୍ତି ପ୍ରଭୁ ଆବଶ୍ୟକ ପଡ଼ିଲେ ଆପଣ ପୁସ୍ତକରୁ ମୋ ନାମକୁ ତମେ ବ୍ଲକ୍ ଆଉଟ୍ କରିଦିଅ, ଡିଲିଟ୍ କରିଦିଅ ପଛକେ, କିନ୍ତୁ ଏମାନଙ୍କୁ ତମେ କିଛି କରନି। ସେବା କାର୍ଯ୍ୟରେ ଏ ବୋଝଗ୍ରସ୍ତ ହୃଦୟ ବହୁତ ଗୁରୁତ୍ୱପୂର୍ଣ୍ଣ। କେମିତି କୁଆଡୁ ଫାଇଦା ମାରିଦେବା, କେମିତି କୁଆଡୁ ଲାଭ ଉଠେଇଦେବା, କାହାକୁ କଣ କଲେ ଟଙ୍କା ପଇସା ମୁଁ ଏ ସେବା କାର୍ଯ୍ୟ ବାହାନରେ ସେବାର ନାଁରେ ମଣ୍ଡଳୀ ଭିତରେ କି କୌଣସି ସଂସ୍ଥା ମଧ୍ୟରେ କିମ୍ବା ଫରେନ୍ ଫଣ୍ଡ କେମିତି ମୁଁ ପାଇପାରିବି, ଆକ୍ୟୁମୁଲେଟ୍ କରିପାରିବି, ଠୁଳ କରିପାରିବି, ବୟସ ଥାଉ ଥାଉ ଧନୀ ହୋଇଯାଇପାରିବି। ସେବାକୁ ଆମେ ବିକିବା ପାଇଁ ମଧ୍ୟ ଏ ମଧ୍ୟବର୍ତ୍ତୀ ସମୟ, ଆରମ୍ଭ ଆଉ ଶେଷର ମଧ୍ୟବର୍ତ୍ତୀ ସମୟରେ ଆମେ ଏତେ ଜାଗତିକ ମନୋଭାବନା ଆମ ହୃଦୟ ମନ ମଧ୍ୟରେ ଲୁକାୟିତ କରି ଲୁଚେଇକି ରଖୁଛୁ। ବାହାରେ ଭଦ୍ରାମୀ ସେବକ ସେବିକାର ଆଉ ବାହାନା ଦେଖା ଆମେ ଦେଖଉଛୁ, ଭିତରେ ଏତେ ଜାଗତିକତା, ମୋର ପଦ, ମୋର ମର୍ଯ୍ୟାଦା, ମୋର ଧନ, ଏମିତି ମନୋଭାବନାରେ ଆମେ ଅଛୁ। ଏ ମଧ୍ୟବର୍ତ୍ତୀ ସମୟ ତାହା ଡିସାଇଡ୍ କରିବ ଆମର ଶେଷ କଣ ହେବାକୁ ଯାଉଛି। ଦେଖୁଛୁ ଆମେ ମଶାଙ୍କୁ ଏତେ ନିର୍ଲୋଭ ମନୋଭାବନା, ନିସ୍ୱାର୍ଥପର ମନୋଭାବନା ପ୍ରଭୁଙ୍କ ସେବାରେ। ଯେଉଁ ଲୋକମାନେ ତାଙ୍କୁ ପଥର ଫୋପାଡ଼ି ମାରିବା ପାଇଁ ଚାହୁଁଥିଲେ, ସେମାନଙ୍କ ପାଇଁ ସେ କେତେ ବୋଝଗ୍ରସ୍ତ ହେଉଅଛନ୍ତି। ପ୍ରଭୁଙ୍କ ଠାରେ ତାଙ୍କରି ବିନତି, ପ୍ରଭୁ ମୋ ନାମ ତୁମେ ସେ ସ୍ୱର୍ଗର ପୁସ୍ତକରୁ ଡିଲିଟ୍ କରି ପକାଅ ପଛକେ, ଏମାନଙ୍କୁ ତମେ ସଂହାର କର ନାହିଁ। ସେଇ ବୋଝରେ ଆଜି ଆମେ ସେବା କାର୍ଯ୍ୟ କରୁଛୁ କି? ସେଇ ମନୋଭାବନାରେ ଆମେ ସେବା କରିପାରୁଛୁ? ଆରମ୍ଭ ଆଉ ଶେଷ ମଧ୍ୟରେ ଆମେ ଅଛୁ ବର୍ତ୍ତମାନ। ଆଉ ଏ ମଧ୍ୟବର୍ତ୍ତୀ ସମୟ ବେଶୀ ଗୁରୁତ୍ୱପୂର୍ଣ୍ଣ। ତାହା ହିଁ ଏଫେକ୍ଟ ପକେଇବ ଆମରି ପରିସମାପ୍ତି ଉପରେ, ଶେଷ ଉପରେ। ଏ ଧନ, ଟଙ୍କା ପଇସା କିମ୍ବା ଯାହା ଦରମା ଟିକେ ପାଉ, ପ୍ରଭୁଙ୍କ ସେବାରେ ଯଦି ପ୍ରକୃତ ସେବା ଆମେ ଦେଉଛୁ, କରୁଛୁ, କେତେକ ଦରମା କେତେକ ଟଙ୍କା ତାହାର ଏଗେନ୍ଷ୍ଟ ସମାନ ହେଇପାରିବ। ଯଦି ପବିତ୍ର ଭାବେ ବୋଝଗ୍ରସ୍ତ ହୃଦୟରେ ମୁଁ ସେବା କରୁଛି, ପ୍ରଚାର କରୁଛି, କେତେ ଲକ୍ଷ ଟଙ୍କା ତା ସହିତ ସମାନ ହେଇପାରିବ। ଏ ଆତ୍ମିକ ସେବା ପାଇଁ ଜଗତର ଉପହାର କୌଣସି ହୁଏତ ଇକ୍ୱାଲ ହେଇନପାରେ। ଆମେ ଛୋଟିଆ ଟଙ୍କା ପଇସାର ଆସକ୍ତିରେ ପଡ଼ି ସେବା କାର୍ଯ୍ୟକୁ ଆମେ ଧନ୍ଦଳା ହୋଇ ସେବା କାର୍ଯ୍ୟକୁ ଆମେ ଚୂର୍ଣ୍ଣ କରିବା, ନଷ୍ଟ କରିବା, ନିଜ ହାତରେ ଭାଙ୍ଗି ପକାଇବା, ଡୁପ୍ଲିକେଟ ସେବା କରିବା, ତାହା କୌଣସି ପ୍ରକାର ଉତ୍ତମ ଫଳ ହୋଇପାରିବ ନାହିଁ, ଆଉ ଉତ୍ତମ ଶେଷ ଆଣିପାରିବ ନାହିଁ। ଆମେ ଦେଖୁଛୁ ବାକ୍ୟରେ ପ୍ରଥମ କରନ୍ଥୀୟ 13:15 ପର୍ବର 58 ପଦ, ତାହା ସମସ୍ତଙ୍କ ପାଇଁ ଜଣାଶୁଣା ପଦଟିଏ। ଆଉ ଏହା ଆମକୁ କହିବାକୁ ଗଲେ ପ୍ରଭୁଙ୍କ ସେବାରେ ସ୍ୱଚ୍ଛ ଭାବେ ସେବା କରିବା ନିମନ୍ତେ ଗୋଟେ ବଳ ଶକ୍ତି ଯୋଗାଇବା ଆବଶ୍ୟକ। ବାକ୍ୟ କୁହେ, ଅତଏବ ହେ ମୋର ପ୍ରିୟ ଭାଇମାନେ, ପ୍ରଭୁଙ୍କ ସେବାରେ ତୁମଙ୍କ ପରିଶ୍ରମ ନିଷ୍ଫଳ ନୁହେଁ। ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସୁସ୍ଥିର ଓ ଅଟଳ ରହି ସର୍ବଦା ଅଧିକରୁ ଅଧିକତର ଯତ୍ନବାନ ହୁଅ। ଯେଉଁ ସେବା ଆମେ ଦେଉଛୁ, ଆଧ୍ୟାତ୍ମିକ ସେବା, ତାହା ନିଷ୍ଫଳ ନୁହେଁ, ପରିଶ୍ରମ ନିଷ୍ଫଳ ନୁହେଁ। ଜଗତରେ ହୁଏତ ତା ପାଇଁ ଆମେ ନିନ୍ଦା, ବଚସା, ସମସ୍ୟା ପାଉଛେ, କିନ୍ତୁ ସ୍ୱର୍ଗରେ ସେ ମୁକୁଟ, ସ୍ୱର୍ଗରେ ସେ ପୁରସ୍କାର ସବୁ ରଖୁଛନ୍ତି। ଯେବେ କହିବେ
well done, good and faithful servant. ଆସ ମୋ ବିଶ୍ୱସ୍ତ ସେବକ, এই ମୁକୁଟ ତୁମେ ପିନ୍ଧ, এই ପୁରସ୍କାରରେ ତୁମେ ପୁରସ୍କୃତ। ଆଉ ତ ଗୋଟେ ଚମତ୍କାର ଦିନ, ଚମତ୍କାର ବାଣୀ ଆଉ ଚମତ୍କାର ପୁରସ୍କାର ସମୟ ତାହା ମଧ୍ୟବର୍ତ୍ତୀ ସମୟରେ ଆରମ୍ଭ ଆଉ ଶେଷର ମଝିରେ ହୁଏତ ତାଡ଼ନା, ଦୁଃଖ, ରୋଗ, ସମସ୍ୟା ବା ଯାହା ମଧ୍ୟ କିଛି ଆସିପାରେ, ଆମେ ପ୍ରଭୁଙ୍କ ଠାରେ ନିଃସ୍ୱାର୍ଥପର ମନୋଭାବନାରେ, ବୋଝଗ୍ରସ୍ତ ହୃଦୟରେ, ପବିତ୍ର ଭାବେ ଯଦି ଆମେ ସେବା କରିବା, ତେବେ ନିଶ୍ଚିତ ଭାବେ ଆମରି ଶେଷ, ଆମରି ସମାପ୍ତ ଅତି ଚମତ୍କାର ସେବା କାର୍ଯ୍ୟର ସମାପ୍ତ ଆମେ କରିବାକୁ ପାଇବା। ଆଉ ତାର ଲିଗାସି, ତାର ଆଦର୍ଶ, ତାର ଛାପ ରହିବ ଆମ ମଣ୍ଡଳୀ ମଧ୍ୟରେ। ଆଉ ଲୋକେ ଯୁଗ ଯୁଗ ଧରି ସ୍ମରଣ କରିବେ, ଆଉ ଆମରି ପଦାଙ୍କ ଅନୁସରଣ କରିବାକୁ ପାରିବେ ଏବଂ ପ୍ରଭୁଙ୍କ ଠାରେ ଆମ ବିଶ୍ୱାସୀ ମାନେ ଆଉ ନିଶ୍ଚିତ ଭାବେ ଶକ୍ତିଯୁକ୍ତ ହୋଇପାରିବେ। କାର୍ଯ୍ୟର ଆରମ୍ଭ ଅପେକ୍ଷା ତହିଁର ସମାପ୍ତି ଉତ୍ତମ। କେମିତି ଆପଣ ଆରମ୍ଭ କରିଛନ୍ତି, ନୋ ମ୍ୟାଟର ନୋ ପ୍ରୋବ୍ଲେମ, କେମିତି ଶେଷ କରିବାକୁ ଯାଉଛନ୍ତି ତାହା ହିଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଆଉ ଆରମ୍ଭ ଶେଷର ମଝିରେ ଯେଉଁ ସମୟ ରହିଛି, ସେ ସମୟକୁ ଆମେ ଅବହେଳା ନ କରୁ, ଆଉ ଅପବିତ୍ର ଭାବେ ଆମେ ଜୀବନଯାପନ ନ କରୁ। ପ୍ରଭୁଙ୍କ ଠାରେ ନିଜକୁ ପ୍ରଶ୍ନ କରି, ପ୍ରଭୁ ଏ ବହୁମୂଲ୍ୟ ସମୟ ତୁମେ ମୋତେ ଦେଇଛ, ମୁଁ ଉତ୍ତମ ରୂପେ ଏ ସେବା, ଏ କାର୍ଯ୍ୟ ଯେମିତି ସମାପ୍ତ କରିବାକୁ ପାରିବି ସାହାଯ୍ୟ କର ପ୍ରଭୁ। ଯଦି ମଧ୍ୟବର୍ତ୍ତୀ ସମୟରେ ଏହି ଡିସିସନ୍ ଆମେ ନେବା, ତେବେ ପ୍ରଭୁ ନିଶ୍ଚିତ ଭାବେ ଆମକୁ ଆଶୀର୍ବାଦ କରିବେ। ଅଳ୍ପ ବାକ୍ୟରେ ପ୍ରଭୁ